ଏତିକି ଜିନିଷ କରିସାରିଲା ପରେ ଯେତେବେଳେ ଏଡ୍ କ୍ୟାସିୟର କରିସାରିବା ତାହାର ଭ୍ୟାଲିଡିଟି ରହିବ ଆପଣଙ୍କର 2 ଡେ ମାନେ 1 ଡେ ପାଇଁ ରହିବ। ଆମେ କେମିତି ତାକୁ ଚେଞ୍ଜ କରିବା, କେମିତି ସିଷ୍ଟମ୍ ଆମେ ଚେଞ୍ଜ କରିବା, ଆମେ ନେକ୍ସଟ ଫର୍ଦର ପ୍ରୋସେସକୁ ଆମେ ଟିକେ ଦେଖିବା। ଏତିକି ଜିନିଷ ହେଇସାରିଲା ପରେ ଦେଖନ୍ତୁ ଆପଣଙ୍କର ଏକ୍ସପାୟରି 1 ଡେ ଦେଖୁଛି ଆପଣଙ୍କର। ଏଇଟା ହେଲା ପରେ ଆପଣ ଦେଖନ୍ତୁ ଗୋଟେ ସାଇଡ଼୍ରେ ବଟମ୍ ଅଛି ଆପଣଙ୍କର ଗୋଟେ ଏଡ଼ିଟ୍ କରିବା ପାଇଁ। ଆପଣଙ୍କର ନେକ୍ସଟ ଷ୍ଟେପ୍ କ'ଣ, ଏଡ଼ିଟ୍ ମାନେ ଆପଣ ଦେଖିପାରୁଥିବେ ଏଇ ଯେଉଁ ଚିହ୍ନ ଅଛି ଆପଣଙ୍କର, ଏଇ ଯେଉଁ ଷ୍ଟେପ୍ଟି ଏଡ଼ିଟ୍ କରିସାରିଲା ପରେ କ'ଣ ଆସିବ ନା ଆପଣଙ୍କର ଡେଲି କଲେକ୍ସନ୍ ଲିମିଟ୍ ଗୋଟେ ଥିବ। ଆପଣଙ୍କର ଲିମିଟ୍ କେତେ ବାଲାନ୍ସ ୟୁଜ୍ କରୁଛନ୍ତି, ଆଭେଲେବୁଲ୍ କେତେ ଅଛି, କିନ୍ତୁ ଏକ୍ସପାୟରି 1 ଡେ ଆମେ କେମିତି ତାକୁ ଚେଞ୍ଜ କରିବା। ଆପଣ ମ୍ୟାନେଜ୍ କ୍ୟାସିୟରକୁ ଯିବା। ମ୍ୟାନେଜ୍ କ୍ୟାସିୟର କ'ଣ କେଉଁଟା ନା ଏଇଟା ହେଲା ଆପଣଙ୍କର ମ୍ୟାନେଜ୍ କ୍ୟାସିୟର। ମ୍ୟାନେଜ୍ କ୍ୟାସିୟର କେମିତି ମ୍ୟାନେଜ୍ କରିବା, ବର୍ତ୍ତମାନ ଆମେ ଗୋଟେ ପରେ ଗୋଟେ ଯିବା। ଏଇଟା ଗୋଟେ ଆସିଲା ଅପଡେଟ୍ କ୍ୟାସିୟର ଆସିବ ଏମିତି। ମାନେ ଯେତେ ମାରି ସାରିଲା ପରେ ଆପଣ ଦେଖିବ କ'ଣ ନା ଅପଡେଟ୍ କ୍ୟାସିୟର ଆସିବ। ଗିଭ୍ ଏକ୍ସେସ୍ ଆପଣ କେତେ ଦିନ ପାଇଁ ଆପଣ କ୍ୟାସିୟରକୁ ଦେବା ପାଇଁ ଚାହୁଁଛନ୍ତି, ଏକ୍ସେସ୍ ଭ୍ୟାଲିଡିଟି କେତେ ଦିନ ପାଇଁ ଚାହୁଁଛନ୍ତି, ଆପଣଙ୍କ ଏକ୍ସେସ୍ ଭ୍ୟାଲିଡିଟି ଡେଟ୍, ଆପଣ କେଉଁ ଡେଟ୍ ଷ୍ଟାର୍ଟ ହେଲା, ଆପଣ କଲେକ୍ସନ୍ ଲିମିଟ୍ କେତେ, ତାଙ୍କୁ କଲେକ୍ସନ୍ ଲିମିଟ୍ ପାୱାର ଦେଇପାରିବେ, ତାଙ୍କୁ କେତେ ଟଙ୍କା କଲେକ୍ସନ୍ କରିପାରିବେ, ଲକ୍ଷେ 2 ଲକ୍ଷ 3 ଲକ୍ଷ, ପେମେଣ୍ଟ ମୋଡ୍, ତାଙ୍କୁ କ'ଣ ଏକ୍ସେସ୍ ଦେଇପାରିବେ। ଆପଣ ଚେକ୍ ଆଣ୍ଡ କ୍ୟାସ୍ ଆଣ୍ଡ ଚେକ୍ ନେଇପାରିବେ କି ଖାଲି ଚେକ୍ କି ୟୁପିଆଇ ଖାଲି। ତାପରେ ଟାଇପ୍ ଅଫ୍ କଲେକ୍ସନ୍ରେ ଆମେ ମାଇକ୍ରୋ ଇନ୍ସୁରାନ୍ସ ନେଇପାରିବେ କି ଟପ୍ ଅଫ୍ ପ୍ରିମିୟମ୍ ନେଇପାରିବେ, ପ୍ରପୋଜାଲ୍ ରିପୋର୍ଟ ନେଇପାରିବେ। ତାଙ୍କୁ ଆମ ଉପରେ ଡିପେଣ୍ଡ କରୁଛି ଆମେ ତାଙ୍କୁ କ'ଣ ଦେଇପାରିବା। ଦେଲା ପରେ ଆମେ କ'ଣ କରିବା ଫର୍ଦର ନା ଫର୍ଦର ଷ୍ଟେପ୍ ହେଲା ଆପଣଙ୍କର ଏଇଠି ଅପଡେଟ୍ ଅଛି, ଆପଣ ଅପଡେଟ୍ ଏଠି କରିଦେବେ। ଆପଣ ଏଇଟା ଅପଡେଟ୍ ହେଇଗଲା ସେକେଣ୍ଡ ଜିନିଷ। ତାପରେ ଆସିଲା କ'ଣ ନା ଭେରିଫାଇ କ୍ୟାସିୟର ଆଇଡି ନେମ୍ ଆଣ୍ଡ ଡିଜେବଲ୍। ଯଦି ଆପଣ ଇଚ୍ଛା କର ସପୋଜ୍ ଆପଣଙ୍କର ଚାହୁଁଛନ୍ତି ଡିଜେବଲ୍ କରିବା ପାଇଁ, ଆଜିକା ଆମ କ୍ୟାସିୟର ଯେତେ ଅଫିସ୍ ଛାଡ଼ିଲେ ଆମେ ଯଦି ଡିଜେବଲ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କର କ୍ୟାସିୟର ଆଇଡି ଆପଣ ଦେବେ, ଯେଉଁ ଆଇଡିଟା କ୍ରିଏଟ୍ ହେଇଥିବ ଦେଖେଇବ ସେଠି ଆପଣଙ୍କ ଷ୍ଟାର୍ଟିଂରୁ। ତାପରେ ଆପଣ କ୍ୟାସିୟର ନେମ୍ ଦେବେ, ତାପରେ ଡିଜେବଲ୍ ହେଇଯିବ। ଆପଣ ସେଟା ହେଲେ ଆପଣ ସେ କ୍ୟାସିୟର କଲେକ୍ସନ୍ କରିପାରିବେ ନାହିଁ, ଡିଜେବଲ୍ ହେଇଗଲା। ବର୍ତ୍ତମାନ ତାପରେ କ'ଣ ଫର୍ଦର କ'ଣ ଅଛି ଦେଖନ୍ତୁ। ଆପଣ ହେଲା ପରେ ଏଇଟା ଏମିତି ଦେଖେଇବ ଡିସି ଆଲାଉଡ଼ରେ ବର୍ତ୍ତମାନ କ୍ୟାସିୟର ଆଉ ଡିଜେବଲ୍ରେ ଅଛନ୍ତି, ଆଉ କିଛି ଆଉ କଲେକ୍ସନ୍ ସେ କରିପାରିବେ ନାହିଁ। ଓକେ, ତାପରେ ଆସିଲା କ'ଣ ଫର୍ଦର ଆସିବ କ'ଣ ନା ଆପଣଙ୍କର ପୁଣି ମ୍ୟାନେଜ୍ କ୍ୟାସିୟରକୁ ଆସିବେ। ଯଦି ମ୍ୟାନେଜ୍ କ୍ୟାସିୟର ଆସିଲା ପରେ ପୁଣି ଏଲାଉ କେମିତି କରିବେ, ପୁଣି ସେଇଭଳିଆ ଆପଣଙ୍କର ଏଡ଼ିଟ୍ ଯିବେ। ଏଡ଼ିଟ୍ ଗଲା ପରେ କ'ଣ ଆସିବ ନା ଆପଣ ପୁଣି ସେଇ ସେମ୍ ଜିନିଷ ଆସିବ, ପୁଣି ଗିଭ୍ ଏକ୍ସେସ୍ କି ଆପଣ ଯଦି ଚାହୁଁଛନ୍ତି ଯେ ରିମୁଭ୍ ଏକ୍ସେସ୍ କରିବା ପାଇଁ କି ଏନେବୁଲ୍ କ୍ୟାସିୟର କରିବା ପାଇଁ, ଏନେବୁଲ୍ କ୍ୟାସିୟର ଅଛି ଏନେବୁଲ୍ କ୍ୟାସିୟର କରିପାରିବେ କି ଆପଣ ଗିଭ୍ ଏକ୍ସେସ୍ ଦେଲେ ଗିଭ୍ ଏକ୍ସେସ୍ ଦେଇପାରିବେ, କେତେ ଦିନ ପାଇଁ ଦେବେ, ଲିମିଟ୍ କେତେ ଦେବେ। ଓକେ, ସେ ସେମ୍ ଜିନିଷ ଆପଣ ଏନେବୁଲ୍ ଡିଜେବଲ୍ ବିଷୟରେ ଜଷ୍ଟ ଏଟା ଇନଫର୍ମେସନ୍ ଦେଲି। ତାପରେ ଆସିଲା ଏନେବୁଲ୍ କ୍ୟାସିୟର। ଏନେବୁଲ୍ କ୍ୟାସିୟର ଦେଖନ୍ତୁ ବର୍ତ୍ତମାନ ଏନେବୁଲ୍ ଆପଣ ଯେତେ କରିଗଲେ ବର୍ତ୍ତମାନ ଆପଣ ଏଲାଉ ହେଇଗଲା। ବର୍ତ୍ତମାନ କ୍ୟାସିୟର ଏଲାଉଡ଼ ହେଇଗଲା, ଆପଣ କେତେ ଦିନ ପାଇଁ ଦେବେ ସବୁର ଡିଟେଲ୍ ଆପଣ ଦେଖାଇ ପାରିବ। ତାପରେ ଆସିଲା କ'ଣ ଆସିଲା ନା ଆପଣଙ୍କର ମ୍ୟାନେଜ୍ କ୍ୟାସିୟରରେ ପୁଣି ଆଉ ଥରେ ଗଲେ ଆମେ ବର୍ତ୍ତମାନ ଦେଖନ୍ତୁ ଏଟା ଆକ୍ଟିଭ୍ ହେଇଗଲା। ଓକେ, ଆକ୍ଟିଭ୍ ହେଇଗଲା। ବର୍ତ୍ତମାନ ଫର୍ଦର ଆସିଲେ କ'ଣ ନା ଅପଡେଟ୍ ପୁଣି ଯଦି ଆପଣ ଯିବା ଏଲାଉଡ଼ ବର୍ତ୍ତମାନ ଦେଖନ୍ତୁ କଲେକ୍ସନ୍ ଏକ୍ସେସ୍ ଷ୍ଟାଟସ୍ ବର୍ତ୍ତମାନ ଏଠି ଆପଣ ଦେଖିପାରୁଛନ୍ତି ଏଇଟା ଆପଣ ଅପଡେଟ୍ ହେଇଯାଇଛି, ଏଲାଉଡ଼ ହେଇଯାଇଛି। ସେକେଣ୍ଡ ଜିନିଷ ତାପରେ ଆସିଲେ ଆପଣଙ୍କର ଏଇଠି ବର୍ତ୍ତମାନ ଅଛି ଯଦି କିଛି ଚେଞ୍ଜ କଲେ ସପୋଜ୍ ଆପଣ କ୍ୟାସିୟରକୁ ଅପଡେଟ୍ କରିବେ, ତାହେଲେ ଆପଣ ତାଙ୍କର ପୁଣି ଆଉ ଫର୍ଦର ତାଙ୍କ ନାଁ ଫାଁ ଦେଇକି ଆପଣ ଚେଞ୍ଜ କମ୍ୟୁନିକେସନ୍ ଡିଟେଲ୍ଟା ଆପଣ ଚେଞ୍ଜ କରିପାରିବେ। ତାଙ୍କର ଦେଖନ୍ତୁ ମେଲ୍ ଆଇଡ଼ି ଚେଞ୍ଜ ହେଇଗଲା, ମୋବାଇଲ୍ ନମ୍ବର ଚେଞ୍ଜ ହେଇଗଲା, ତାଙ୍କ ନାଁ ଏଇଠି ଆପଣ କ୍ୟାସିୟର ଆଇଡ଼ି ଅଛି ଦେଖନ୍ତୁ। ହେଲା ପରେ ଏଠି ଅପଡେଟ୍ ବି କରିପାରିବେ। ଧରନ୍ତୁ ଆପଣ କ୍ୟାସିୟର ଆଇଡ଼ି ଚେଞ୍ଜ କଲେ ଆପଣ ସପୋଜ୍ ଗଲା। ତାପରେ ଆସିଲା ଆପଣ ଏଲାଉଡ଼, ଲିମିଟ୍ କେତେ ଅଛି, ଆକ୍ଟିଭ୍ କ୍ୟାସିୟର ପ୍ରୋଫାଇଲ୍ ସକ୍ସେସଫୁଲ୍ ଅପଡେଟ୍, ଏମିତି ଗୋଟେ ମେସେଜ୍ ଆପଣଙ୍କୁ ଆସିବ। ଏନାବୁଲ୍ ଆଣ୍ଡ ରିମୁଭ୍ କଲେକ୍ସନ୍ ଏକ୍ସେସ୍ କେମିତି ଆପଣ କରିବେ ନା ଆପଣ ଦେଖନ୍ତୁ ଏନାବୁଲ୍ ଭ୍ୟାଲିଡ୍ ଅଛି, ଆପଣ 5 ଦିନ ପାଇଁ ଦେଇଥିଲେ ଭ୍ୟାଲିଡ୍ 5 ଦିନ ପାଇଁ ଦେବେ। ଏଠି ଏଲାଉଡ଼ ହେବ 5 ଦିନ ପରେ ଅଟୋମେଟିକ୍ ପୁଣି ସେଇଟା ଲକ୍ ହେଇଯିବ, ମାନେ ଆପଣଙ୍କର ଡିଆକ୍ଟିଭେଟ୍ ହେଇଯିବ। ତାପରେ ଆସିଲା ଆପଣଙ୍କର ପୁଣି କଲେକ୍ସନ୍ ପାଇଁ ଗିଭ୍ ଏକ୍ସେସ୍ ଦେବେ, ପୁଣି ଆପଣ ଲିମିଟ୍ ବଢ଼ିବେ, ପୁଣି ଅପଡେଟ୍ କରିଦେଲେ